आपण ଜାଣିଛନ୍ତି ଗୋଟିଏ ବଡ଼ ମିଛର ବହୁତ ବଡ଼ ଚର୍ଚ୍ଚା ଚାଲିଛି, ଆଲୋଚନା ଚାଲିଛି, ସୋସିଆଲ ମିଡ଼ିଆରେ ପୁରା ଛାଇକି ରହିଛି। କ'ଣ ସେ ବଡ଼ ମିଛଟା? ଆସନ୍ତୁ ସେ ବାବଦରେ ଜାଣିବା। କିଛି ଦିନ ତଳେ ଦିଲ୍ଲୀରେ ଇଣ୍ଟରନ୍ୟାସନାଲ ଏଆଇ ଇମ୍ପାକ୍ଟ ସମିଟ୍ 2026 ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାକୁ ଆଡ୍ରେସ୍ କରିଥିଲେ, ଇନାଗୁରେଟ୍ ବି କରିଥିଲେ। ଏହି ସମିଟ୍ରେ ଅନେକ ଗୁଡ଼ିଏ କମ୍ପାନୀ ଭାଗ ନେଇଥିଲେ, ଅନେକ ଗୁଡ଼ିଏ ୟୁନିଭର୍ସିଟି ଆସିଥିଲେ, ସମସ୍ତଙ୍କର ଗୋଟିଏ ଗୋଟେ ଷ୍ଟଲ୍ ଥିଲା, ସମସ୍ତେ ତାଙ୍କର ଏଆଇ ପ୍ରଡକ୍ଟକୁ ମଧ୍ୟ ଦେଖାଉଥିଲେ। ସାମ୍ବାଦିକମାନେ ଷ୍ଟଲ୍ରୁ ଷ୍ଟଲ୍ ଯାଇକରି ଦେଖୁଥିଲେ, ଯାଇକରି ପହଞ୍ଚିଲେ ଗାଲଗୋଟିଆ ୟୁନିଭର୍ସିଟି ଷ୍ଟଲ୍ରେ। ସେଠି ଠିଆ ହେଇଥିଲେ ତାଙ୍କର ପ୍ରଫେସର ଅଫ୍ କମ୍ୟୁନିକେସନ୍ ନେହା ସିଂ। ତାଙ୍କୁ ପଚାରିଲେ, କହିଲେ ଏଇଟା କ'ଣ? ସେ କହିଲେ ଏଇଟା ହେଉଛି ରୋବୋଟିକ୍ ଡଗ୍, ୟା ନାଁ ହେଉଛି ଓରାୟନ୍। ଆମ ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ। ତାଙ୍କ ୟୁନିଭର୍ସିଟିରେ ଅଛି ସେଣ୍ଟର ଅଫ୍ ଏକ୍ସେଲେନ୍ସ। ତାଙ୍କ ପିଲାମାନେ ଏଟାକୁ to meet Orion, and this has been developed by the Center of Excellence at the Galgotias University. We are the first private university investing more than 350 crore rupees in artificial intelligence. ବଡ଼ ଖୁସିର କଥା। କିନ୍ତୁ ଏ ଖୁସି ବେଶୀ ସମୟ ରହିଲାନି। ଲୋକମାନେ ତ ଆଜିକାଲି ଛାଡ଼ିବାର ନୁହନ୍ତି। ଇଣ୍ଟରନେଟ୍ରୁ ସର୍ଚ୍ଚ କରିକି ଜାଣିଲେ ଯେ ଆରେ ଏଇଟା ତ ଚାଇନାର ପ୍ରଡ଼କ୍ଟଟା। ଚାଇନାର ଗୋଟେ କମ୍ପାନୀ ଅଛି ୟୁନିଟ୍ରି, ସେ ତାକୁ ତିଆରି କରିଛି। ଚାଇନାରେ ୟାର ନାଁ ହେଉଛି GO2। ଆଉ ଚାଇନାର ଇଏ ଗୋଟେ ଖେଳନା ମାତ୍ର 2 ଲକ୍ଷ 3 ଲକ୍ଷ ଟଙ୍କାରେ ବଜାରରେ ମିଳୁଛି। ତେଣୁ ବଜାରରୁ ଗୋଟେ 2-3 ଲକ୍ଷ ଟଙ୍କାର ଗୋଟେ ରୋବୋଟିକ୍ ଡଗ୍ ଆଣିକରି ନିଜ ଷ୍ଟଲ୍ରେ ରଖିକରି ଇଏ ଗାଲଗୋଟିଆ ୟୁନିଭର୍ସିଟି କହୁଛି ଏଇଟା ତାର ହେଉଛି ଇନୋଭେସନ୍, ଏଆଇ ଇନୋଭେସନ୍। ଚିନ୍ତା କରନ୍ତୁ, କେତେ ବଡ଼ ମିଛ, କେତେ ବଡ଼ ଲୋକ କହୁଛନ୍ତି, କେତେ ବଡ଼ ଜାଗାରେ, କେତେ ବଡ଼ ଫୋରମରେ। ଏଇଠି ଗୋଟିଏ ପ୍ରଶ୍ନ ଆସୁଛି, ଏତେ ବଡ଼ ସାହସ କୋଉଠୁ ଆସିଲା? ଏ ପ୍ରଫେସରଙ୍କର ଏତେ ବଡ଼ ସାହସ କୋଉଠୁ ଆସିଲା? ସେଇଟା ଆମେ এই ଭିଡ଼ିଓରେ ଆଲୋଚନା କରିବା। ଆମ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକାର ସ୍ଲୋଗାନ ବିଭିନ୍ନ ସମୟରେ ଦେଇଥାନ୍ତି, ଯେମିତିକି ମେକ୍ ଇନ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ, ସ୍ୱଦେଶୀ, ଭୋକାଲ ଫର୍ ଲୋକାଲ। ଏମିତି କିଛି ଏଥିରେ କିଛି କ୍ଷତି ଅଛି? କିଛି କ୍ଷତି ନାହିଁ, ବହୁତ ଭଲ କଥା। କାହିଁକି ନା ଏସବୁ ହେଉଛି ମୋଟିଭେସନ୍, ଇନ୍ସପିରେସନ୍। ଆମ ଭାରତରେ ଗୋଟେ ଟେକ୍ନୋଲୋଜି ବା ଏଆଇର ଗୋଟେ ଇକୋସିଷ୍ଟମ୍ ତିଆରି କରିବା ପାଇଁ ସେ ସମସ୍ତଙ୍କୁ ଇନଭାଇଟ୍ କରୁଛନ୍ତି, ସ୍ଲୋଗାନ ଦେଉଛନ୍ତି, ମୋଟିଭେଟ୍ କରୁଛନ୍ତି, ଆହ୍ୱାନ ଦେଉଛନ୍ତି। ଦେର୍ ଇଜ୍ ନଥିଙ୍ଗ ରଙ୍ଗ ଇନ୍ ଦ୍ୟାଟ୍। କିନ୍ତୁ ଭୁଲ ତାହେଲେ କେଉଁଠି ରହିଛି? ଭୁଲ ରହିଛି ଯେ କିଛି ଲୋକଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯେଉଁ ମିଛର ଆଶ୍ରୟ ନିଅନ୍ତି। ଦେଖିବେ, ହିମାଚଳ ପ୍ରଦେଶରେ ଆମର ଜଣେ ଓଡ଼ିଆ ପ୍ରଫେସର IITର, ସେଠି ସିଏ କ'ଣ କହିଲେ? ସିଏ କହିଲେ ଯେ ଲୋକମାନେ ନନଭେଜ୍ ଖାଉଛନ୍ତି ବୋଲି ନ୍ୟାଚୁରାଲ କାଲାମିଟି ହେଉଛି, ଭୂସ୍ଖଳନ ହେଉଛି, ଲୋକମାନେ ମରୁଛନ୍ତି। ସେ କଥା କାହିଁକି କହିଲେ? କାହାକୁ ଖୁସି କରିବା ପାଇଁ ତ? ପ୍ରମୋସନ୍ ପାଇବା ପାଇଁ ତ? ବାସ୍। ଜଣେ IITର ଡାଇରେକ୍ଟର କହିଲେ ଗୋମୂତ୍ରରେ ଆଣ୍ଟି ବ୍ୟାକ୍ଟେରିଆଲ ପ୍ରପର୍ଟି ଭର୍ତ୍ତି, ପିଅନ୍ତୁ, କ୍ୟାନ୍ସର ମୁକ୍ତ ହୋଇଯିବେ, ଡାଇବେଟିସ୍ ମୁକ୍ତ ହୋଇଯିବେ, ସବୁ ମୁକ୍ତ ହୋଇଯିବେ। କ'ଣ ପାଇଁ କହିଲେ? କାହାକୁ ଖୁସି କରିବା ପାଇଁ ତ? ପ୍ରମୋସନ୍ ପାଇବା ପାଇଁ ତ? ଚିନ୍ତା କରନ୍ତୁ। ଜଣେ ମନ୍ତ୍ରୀ ଅନୁରାଗ ଠାକୁର, ସିଏ ଯାଇକରି କହିଲେ ଯେ ବିଶ୍ୱର ପ୍ରଥମ ଆଷ୍ଟ୍ରୋନଟ୍ ହେଲେ ହନୁମାନଜୀ। କ'ଣ ପାଇଁ କହିଲେ? କେତେ ଦୂର ସତ୍ୟ କଥା କହିଲେ? କାହାକୁ ସନ୍ତୁଷ୍ଟ କରିବା ପାଇଁ କହିଲେ? ଚିନ୍ତା କରନ୍ତୁ। अंतरिक्ष में यात्रा करने वाला पहला कौन था? मुझे तो लगता है हनुमान जी थे। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଯାଇକରି ବୈଜ୍ଞାନିକ ଏବଂ ଡାକ୍ତରଙ୍କ ସାମ୍ନାରେ କହିଛନ୍ତି ଯେ ଷ୍ଟେମ୍ ସେଲ୍ର ପ୍ରଥମ ପରୀକ୍ଷା ହେଇଥିଲା କୁନ୍ତୀଙ୍କ ପାଖରେ ମହାଭାରତରେ।
ପ୍ଲାଷ୍ଟିକ ସର୍ଜରୀର ପ୍ରଥମ ବ୍ୟବହାର ହୋଇଥିଲା ଭାରତରେ ଗଣେଶଙ୍କ ପାଖରେ। ସତ୍ୟତା କେତେ ଅଛି? मित्र, मैं विज्ञान को तो ज्यादा समझता भी नहीं, जानता भी नहीं कि कर्ण का जो जन्म हुआ था वो स्टेम सेल का साइंस था, टेक्नोलॉजी थी। मुझे लगता है कि दुनिया में सबसे पहली प्लास्टिक सर्जरी शरीर मनुष्य का और माथा हाथी का, गणेश जी का निर्माण। शिवराज सिंह चौहान कहिले एरोप्लेन ज्ञान भारत रे केवल रामायण पुष्पक विमान रु जना पड़ुछि। राइट ब्रदर्स किए आमे जानिनु, सेमाने सेतेबेले नथिले। पुष्पक विमान जब यहाँ राइट बंधुओं का अता पता नहीं था, तब आपने पढ़ा होगा भारत में। ये जहाँ जहाँ माने कहउचंती ये सब कौन माइथोलॉजी है, नॉट हिस्ट्री नॉर साइंस। किंतु यार इंपैक्ट कौन अच्छी सोसाइटी ऊपर? ये जो प्रोफेसर नेहा सिंह कौन पाई कहिले एते मिछ? काहाठारु एते साहस पाउचंती, स्ट्रेंथ पाउचंती? देखिबे इंडियन साइंस कांग्रेस रे वैज्ञानिक माने मध्य जाई के मिछ कथा कहउचंती। काहीकि काहा को खुशी करूचंती? किछि व्यक्ति को? कि जदि बुद्धि और विवेक थिबो ना, कहिबा पूर्वरु 10 थर चिंता करिवे। आउ सब बेले मन रखंतु जे मेक इन इंडिया ना फेक इन इंडिया, को इमेज आपण तैयारी करिया चाहुचंती भारतर? उत्तर दियंतु। धन्यवाद, नमस्कार।